ଥରେ ଜଣେ ସାଧୁ ବାବା ସକାଳୁ ସକାଳୁ ଭ୍ରମଣ ଉଦ୍ଦେଶ୍ୟରେ ସମୁଦ୍ର କୂଳକୁ ଯାଉଥିଲେ। ସେଠାରେ ସେ ବୁଲୁଥିବା ସମୟରେ ଗୋଟିଏ ପୁରୁଷକୁ ଦେଖିଲେ, ଯିଏକି ଜଣେ ସ୍ତ୍ରୀ ଲୋକଙ୍କ ମୁଣ୍ଡ ରଖି ଶୋଇଥିଲା। ସେହି ପୁରୁଷ ଲୋକଟି ପାଖରେ ଗୋଟିଏ ଖାଲି ମଦ ବୋତଲ ପଡ଼ିଥିଲା। ଏହା ଦେଖି ସାଧୁ ଜଣଙ୍କୁ ବହୁତ ଦୁଃଖ ଲାଗିଲା। ସେ ମନେ ମନେ ବିଚାର କଲେ କି ଲୋକଟି ଏତେ ତାମସିକ ଓ ବିଳାସୀ, ଯିଏକି ସକାଳୁ ସକାଳୁ ସ୍ତ୍ରୀ କୋଳରେ ମୁଣ୍ଡ ରଖି ପ୍ରେମ ଆଳାପ କରୁଛି। ସାଧୁ ଜଣକ ଏମିତି କିଛି ସମୟ ବିଚାର କରୁଥିବା ବେଳେ କିଛି ସମୟ ପରେ ସମୁଦ୍ର ଭିତରୁ ବଞ୍ଚାଅ ବଞ୍ଚାଅ ବୋଲି ଶବ୍ଦ ଶୁଣିଲେ। ତେଣୁ ସାଧୁ ଜଣକ ସମୁଦ୍ର ଆଡ଼କୁ ଦେଖନ୍ତି ତ ଗୋଟିଏ ଲୋକ ସମୁଦ୍ରରେ ବୁଡ଼ି ଯାଉଛି ଏବଂ ରକ୍ଷା କର ବୋଲି ଡାକିବାରେ ଲାଗିଛି। କିନ୍ତୁ ଏହା ଦେଖି ସାଧୁ ଜଣକ କିଛି କରିପାରିଲେ ନାହିଁ, କାରଣ ତାଙ୍କୁ ପହଁରା ଜଣା ନଥିଲା। ତେଣୁ ସେ କେବଳ ଏହା ଦେଖିବା ଛଡ଼ା ଆଉ କିଛି କରିପାରିଲେ ନାହିଁ। କିନ୍ତୁ ଏହାପରେ ସାଧୁ ଜଣକ ଯାହା ଦେଖିଲେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ସ୍ତ୍ରୀ କୋଳରେ ମୁଣ୍ଡ ରଖି ଶୋଇଥିବା ସେହି ଲୋକଟି ବୁଡ଼ି ଯାଉଥିବା ଲୋକର ସ୍ୱର ଶୁଣି ସାଙ୍ଗେ ସାଙ୍ଗେ ଉଠିଲା ଏବଂ ସମୁଦ୍ର ଭିତରକୁ ଡେଇଁ ପଡ଼ିଲା। କିଛି ସମୟ ପରେ ସମୁଦ୍ର ଭିତରେ ବୁଡ଼ି ଯାଉଥିବା ଲୋକଟିକୁ ବଞ୍ଚାଇ କୂଳକୁ ଧରି ଆସିଲା, ଯାହାଦ୍ୱାରା ସମୁଦ୍ରରେ ବୁଡ଼ି ଯାଉଥିବା ଲୋକଟି ଗୋଟିଏ ନୂଆ ଜୀବନ ପାଇଲା। ଏହା ଦେଖି ସାଧୁ ଜଣକ ଆହୁରି ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ମନେ ମନେ ବିଚାର କଲେ କି ପ୍ରକୃତରେ ଏହି ଲୋକଟି ଭଲ ନା ଖରାପ। ତେଣୁ ସେ ନିଜର ବିଚାରକୁ କାବୁରେ ନ ରଖି ସାଙ୍ଗେ ସାଙ୍ଗେ ସେହି ଲୋକଟି ପାଖକୁ ଗଲେ ଏବଂ କହିଲେ, ଭାଇ, ତମେ କିଏ ଏବଂ ଏଠାରେ ତମେ କ'ଣ କରୁଛ? ଲୋକଟି ଉତ୍ତର ଦେଲା, ମୁଁ ଜଣେ ମାଛ ଧରାଳି ଅଟେ। ସମୁଦ୍ର ଭିତରେ ମାଛ ଧରିବା ମୋର କାମ। ବହୁତ ଦିନ ପରେ ମାଛ ଧରି ସମୁଦ୍ର ଭିତରୁ ଆଜି ସକାଳୁ ସକାଳୁ ଆସି ପହଞ୍ଚିଛି। ତେଣୁ ଏହି ଖୁସିରେ ମା ମୋତେ ନେବାକୁ ଆସିଥିଲେ। ସାଧୁ ଜଣକ ପୁଣି ପଚାରିଲେ, ତାହେଲେ ଏହି ମଦ ବୋତଲ ଏହିଠାରେ କାହିଁକି? ସାଙ୍ଗେ ସାଙ୍ଗେ ଲୋକଟି କହିଲା, ପାଣି ଆଣିବା ପାଇଁ କୌଣସି ଜିନିଷ ନଥିବାରୁ ଏହି ବୋତଲରେ ପାଣି ଭର୍ତ୍ତି କରିବା ପାଇଁ ମୋ ମା ଆଣିଥିଲା। ବହୁ ଦିନ ପରେ ସମୁଦ୍ର ଭିତରେ ମାଛ ଧରି ଥକି ପଡ଼ିଥିଲି। ତେଣୁ ଭୋର ସମୟରେ ଥଣ୍ଡା ପବନ ହୋଇଥିବାରୁ ମୁଁ ଏହି ପାଣି ପିଇ ମୁଁ ମୋର କ୍ଳାନ୍ତ ମେଣ୍ଟାଉଥିଲି। ବହୁତ ଥକି ପଡ଼ିଥିବାରୁ ମୋ କୋଳରେ ମୁଣ୍ଡ ରଖି ଏମିତି ଶୋଇପଡ଼ିଥିଲି। ଏହା ଶୁଣି ସାଧୁ ଜଣଙ୍କ ଆଖିରେ ଲୁହ ଆସିଗଲା ଏବଂ ନିଜକୁ ନିଜେ କହିଲେ, ମୁଁ କେଡ଼େ ପାପୀ। ମୁଁ ଯାହା ଦେଖିଲି ସେହି ବିଷୟରେ ପାପ ଚିନ୍ତାଧାରା କଲି, ଯାହାକି ବାସ୍ତବରେ ଆଉ କିଛି ଘଟିଛି। ଏହା କହି ସାଧୁ ଜଣକ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲେ। ଆମେ ଯାହା ଦେଖୁଛେ ତାହା ଆମକୁ କୌଣସି ଘଟଣା ଯେମିତି ଦେଖାଯାଉଛି, କିନ୍ତୁ ପ୍ରକୃତରେ ସେମିତି ଘଟିନଥାଏ। ତା'ର ବାସ୍ତବତା ଆଉ କିଛି ହୋଇପାରେ, ଯାହା ପ୍ରତି କୌଣସି ନିର୍ଣ୍ଣୟ ନେବା ପୂର୍ବରୁ 100 ଥର ଭାବନ୍ତି ଓ ତାପରେ ନିର୍ଣ୍ଣୟ ନିଅନ୍ତି। ଆଉ ଯଦି ସେହି କଥା ଭଲ ଲାଗେ ତେବେ ଏହାର ଅନୁକରଣ କରନ୍ତୁ ଏବଂ ଅନ୍ୟମାନଙ୍କର ଜୀବନକୁ ଖୁସିରେ ଭରି ଦିଅନ୍ତୁ। ତେଣୁ ଏହି କାହାଣୀରୁ ଆପଣଙ୍କୁ ଏହି ଶିକ୍ଷା ମିଳିଲା ଯେ କାହାକୁ କେବେ ବିନା କାରଣରେ ଜଜମେଣ୍ଟ କରନ୍ତୁ ନାହିଁ। କାହାଣୀଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।